ଶହ ଶହ ଏମଏଲଏ ଦରମା 3 ଗୁଣ କରୁଥିଲେ। ଯେତେବେଳେ 3 ଗୁଣ କରିଦେଲେ ସେତେବେଳେ କୋଉ ଆଧାରରେ କଲେ? ତେଣୁ ତାଙ୍କୁ ସେ ପ୍ରଶ୍ନ ଆଗେ ପଚରା ଯାଉ। ଆପଣ ଯୋଉ ନିଜର ଦରମା 3 ଗୁଣ କରିଦେଲେ କୋଉ ଆଧାରରେ କଲେ? ଯୋଉ ଆଧାରରେ କଲେ ସେଇ ଆଧାରରେ ଠିକାଦାର ମାନେ ଅଧିକା ପଇସା ମାଗୁଛନ୍ତି। ଅନେକ ସମୟରେ ଅନେକ ଶୁଖିଲା ଧମକି ଆସେ, ଆମେ ତାଙ୍କ ଧମକିକି ଶୁଖିଲା ଧମକି କହି ଛି କହିକି ଫୋପାଡ଼ି ଦଉଛୁ। ତାକୁ ସାମାନ୍ୟତମ ଗୁରୁତ୍ୱ ଆମେ ଦଉଛୁ। ମାନ୍ୟବର ଯୋଉ ପୂର୍ତ୍ତ ମନ୍ତ୍ରୀ ଅଛନ୍ତି ସେ ଆଇନ ମନ୍ତ୍ରୀ ବି ଅଛନ୍ତି। ଆପଣ ମତେ ଖାଲି ଗୋଟିଏ କଥା ତାଙ୍କୁ ପଚାରନ୍ତୁ ଯାଇକିରି, ଯଦି ଠିକାଦାର ମାନଙ୍କୁ କହୁଛନ୍ତି ଯେ ସିଡ୍ୟୁଲ ରେଟ୍ 22 ସିଡ୍ୟୁଲ ରେଟ୍ ରୁ କମ ରେ ବି କାମ କରିବାକୁ, 30%, 15%, 40% କମ ରେ କାମ କରିବାକୁ, କୋଉ ଆଧାରରେ ସେ ନିଜର ଦରମା ଶହ ଶହ ଏମଏଲଏ ଦରମା 3 ଗୁଣ କରୁଥିଲେ? ଯେତେବେଳେ 3 ଗୁଣ କରିଦେଲେ ସେତେବେଳେ କୋଉ ଆଧାରରେ କଲେ? ତେଣୁ ତାଙ୍କୁ ସେ ପ୍ରଶ୍ନ ଆଗେ ପଚରା ଯାଉ। ଆପଣ ଯୋଉ ନିଜର ଦରମା 3 ଗୁଣ କରିଦେଲେ କୋଉ ଆଧାରରେ କଲେ? ଯୋଉ ଆଧାରରେ କଲେ ସେଇ ଆଧାରରେ ଠିକାଦାର ମାନେ ଅଧିକା ପଇସା ମାଗୁଛନ୍ତି। କାରଣ ବହୁ ମୂଲ୍ୟ ବୃଦ୍ଧି ହେଇଛି, ସବୁ ଜିନିଷର ମୂଲ୍ୟ ବୃଦ୍ଧି ହେଇଯାଇଛି। ତେଣୁ ଯଦି ସେମାନେ ତ ଶୁଖିଲାରେ ବସିକି ଦରମା ନେବେ, କଣ୍ଟ୍ରାକ୍ଟର କାମ କରିବ, ଜିନିଷ କିଣିବ, ମେସିନ ଲଗେଇବ, ଲୋକଙ୍କୁ କାମ ଦେବ, ହାତକୁ କାମ ଦେବ, ତାପରେ ଯାଇକି ସେ ପଇସା ପାଇବ। ଅନେକ ସମୟରେ ଠିକାଦାରଙ୍କୁ ବର୍ଷାଧିକ କାଳ ଲାଗି ଯାଉଛି ତାଙ୍କର ବିଲ୍ ପାଇବାକୁ। ତେଣୁ ଯୋଉ ଠିକାଦାର ଯୋଉ ପ୍ରାପ୍ୟ ମାଗୁଛି ସମ୍ପୂର୍ଣ୍ଣ ରୂପେ ଉଚିତ ପ୍ରାପ୍ୟ, ବରଂ ଆହୁରି ସରକାର ଉଦାର ହେଇକିରି ତାଙ୍କୁ ତୁରନ୍ତ ଗ୍ରହଣ କରି ନେବା ଉଚିତ ଏବଂ ଓଡିଶା ଠିକାଦାର ମାନଙ୍କୁ ତାଙ୍କ ଉଚିତ ଯୋଉ ମୂଲ୍ୟ ମାଗୁଛନ୍ତି ତାକୁ ଦେବା ଉଚିତ। ଆପଣ ମତେ ଗୋଟିଏ କଥା କୁହନ୍ତୁ ଆଜ୍ଞା, ଓଡିଶାରେ ଓଡିଆ ଠିକାଦାରଙ୍କ ବ୍ୟତୀତ ଅନ୍ୟ କଣ ଆର୍ଥିକ ବ୍ୟବସ୍ଥା ଅଛି ଓଡିଆଙ୍କ ପାଇଁ? ପାଣି ବିହାର ଛକରୁ ଆପଣ ଚାଲି ଯାଆନ୍ତୁ, ଯୋଉ ଯାଇପାରିବେ। ଏଠି ଗୋଟିଏ ଓଡିଆ ବଡ ଦୋକାନ ପାଇବେ? କିଛି ନାହିଁ। ସବୁ ହଉଛନ୍ତି ମାରୱାଡି, ପଞ୍ଜାବୀ, ଗୁଜୁରାଟୀ ଇତ୍ୟାଦି ଇତ୍ୟାଦିଙ୍କର। ଓଡିଆଙ୍କର ସ୍ଥାନ ଓଡିଶାର ରାଜଧାନୀରେ ନାହିଁ। ଓଡିଆଙ୍କ ହାତରେ କଣ ଅଛି? ଓଡିଶାରେ 300 କେତେ ଖଣି, ଓଡିଆଙ୍କ ହାତରେ କେତେଟା ଖଣି ଅଛି? 3ଟି ଖଣି, 300 ରୁ 3ଟା। ଓଡିଆ ଯୋଉ ବିରାଟ ଶିଳ୍ପ ଅଛି 120ଟା ନା 130ଟା, ଓଡିଆଙ୍କ ହାତରେ କେତେଟା? ଗୋଟିଏ, ମଇଁଷି ପଣ୍ଡା ଫ୍ୟାମିଲି। ଏତିକି ଛାଡିଦେଲେ ଓଡିଆଙ୍କ ହାତରେ କିଛି ନାହିଁ। ଓଡିଆ ବ୍ୟବସାୟୀ ବୋଲି କହିଲେ କିଛି ଠିକାଦାର। ଯଦି ଏ ଠିକାଦାରକୁ ତମେ ବିପର୍ଯ୍ୟସ୍ତ କରିଦବ ତାହେଲେ ତା ମାନେ ହଉଛି ଓଡିଆ ଜାତିର ମେରୁଦଣ୍ଡରେ ତମେ ପ୍ରହାର କରିବାକୁ ଚାହୁଁଛ। ଓଡିଆ ଜାତିର ମେରୁଦଣ୍ଡରେ ତମେ ପ୍ରହାର କରୁଛ। ତେଣୁ ଆମେ ସାବଧାନ ଆପଣଙ୍କୁ କରିଦଉଛୁ। ଆପଣ ଆଜି ମୁଖ୍ୟମନ୍ତ୍ରୀ ହେଇଛନ୍ତି, ଯୋଉ ମନ୍ତ୍ରୀ ଯେତେବେଳେ ତମରି ବିଜେଡି ବିଜେପି ମିଶିକିରି ମନ୍ତ୍ରିତ୍ୱ କଲେ ସେତିକି ବେଳେ ଆପଣ କଣ କଲେ? ଯୋଉମାନେ ସେତେବେଳେ ପ୍ରତିଷ୍ଠିତ ଠିକାଦାର ଥିଲେ ତାଙ୍କୁ ଆଣି ଜେଲରେ ଭର୍ତ୍ତି କରିଦେଲେ, କାରଣ ସେମାନେ ସବୁ ଉପରକୁ ଉଠି ଆସୁଥିଲେ। ଇଏ ଠିକାଦାରଙ୍କ ଅଣ୍ଟା ଭାଙ୍ଗି ଦେବା ପାଇଁ ସେ ବ୍ୟବସ୍ଥା କଲେ, 20-30 ଠିକାଦାରଙ୍କୁ ଭିତରେ ଭର୍ତ୍ତି କରିଦେଲେ, ଯାହା ଫଳରେ ଓଡିଆ ଠିକାଦାରଙ୍କ ଅଣ୍ଟା ଭାଙ୍ଗିଗଲା। ଆଜି ଓଡିଆ ଠିକାଦାର ବିପର୍ଯ୍ୟସ୍ତ। ରାସ୍ତା କୋଡରେ ନହେଲେ ଆମେ ବସିବାକୁ, ଆମକୁ ଦୀର୍ଘ ଦିନ ଧରି ଆମେ ବସିକି ଚିତ୍କାର କରନ୍ତୁ, ଏ ଚିତ୍କାର ତାଙ୍କ କାନରେ ପଡୁନି, ଏ ଚିତ୍କାର ତାଙ୍କୁ ଆଖିକି ଦେଖାଯାଉନି। ସେମାନେ ଏତେ ଅନ୍ଧ, ଏତେ କାଲ ହେଇଛନ୍ତି, ଯଦି ଧମକି ଦଉଛନ୍ତି ଯେ ନହେଲେ ଆମେ ଜେଲରେ ଭର୍ତ୍ତି କରିଦବୁ, ତାକତ ଅଛି ଆମକୁ ଜେଲରେ ଭର୍ତ୍ତି କରି ଦେଖାନ୍ତୁ। ଜେଲ ଯିବା ପାଇଁ ଆମେ ସାମାନ୍ୟତମ ଭୟ କରୁନୁ, କିନ୍ତୁ ଆମେ ମାଗୁଛୁ ଓଡିଆ ଠିକାଦାରଙ୍କୁ ନ୍ୟାୟ ଦିଆଯାଉ। ଓଡିଆ ଠିକାଦାରଙ୍କ ଉପରେ, ଘରେ ଠିକାଦାରଙ୍କ ଉପରେ ହାରାହାରି ଅନ୍ତତଃ 40 ଜଣ ଲୋକ ନିର୍ଭର କରନ୍ତି, ନିହାତି କମରେ 40। ତେଣୁ 40 ଲକ୍ଷ ଲୋକ ଓଡିଆ ଠିକାଦାରଙ୍କ ଉପରେ ନିର୍ଭର କରନ୍ତି। ଆଉ ଏଇ 40 ଲକ୍ଷ ଲୋକ ପ୍ରତି ପରିବାର ଯଦି 5 ଜଣ ଲେଖା ଅଛନ୍ତି ତାହେଲେ 2 କୋଟି ଲୋକ, 2 କୋଟି ଲୋକ ଓଡିଆ ଠିକାଦାରଙ୍କ ଉପରେ ନିର୍ଭର କରନ୍ତି। ଆଜି ଆପଣ ଯଦି ଓଡିଆ ଠିକାଦାରଙ୍କୁ ଉପବାସ ରଖିବେ, 2 କୋଟି, ଓଡିଶାର 2 କୋଟି ଲୋକ ଉପବାସ ରହିବେ ଏବଂ ରହିଛନ୍ତି ଦୀର୍ଘ 7 ଦିନ ହେଲା। ଆଜି ଓଡିଶାର ଗ୍ରାମାଞ୍ଚଳ ମଧ୍ୟ ବିପର୍ଯ୍ୟସ୍ତ ହେଇ ପଡିଲାଣି। ଏ କଥା ଚତୁର୍ଦିଗରେ ପ୍ରଚାର ହେଲାଣି। ଆମକୁ ଧମକି ଦେବା ପୂର୍ବରୁ ଆପଣ ବିଚାର କରନ୍ତୁ। ମାନ୍ୟବର ହରିଚନ୍ଦନ, ଆପଣ ବିଚାର କରନ୍ତୁ। ବର୍ତ୍ତମାନ ଅଲ ଇଣ୍ଡିଆ ବେସିସରେ ଯାହା ପ୍ରୋସେସ ରହିଛି ସେଇ ସିଡ୍ୟୁଲରେ ଓଡିଶା ଏବେ ଆରମ୍ଭ ଚାଲିଛି, ତାହେଲେ ଆକୁ କାହିଁକି କଣ୍ଟ୍ରାକ୍ଟର ବିରୋଧ କରୁଛନ୍ତି? ସେଇ ସିଡ୍ୟୁଲ ଚାଲିଥିଲେ ଆମେ କହନ୍ତୁନି କଥା, ସେଇ ଅନୁସାରେ ଚାଲିନି।
आपण माने देखंतु अन्य राज्य रे प्रति वर्ष तांकर सीट बदली चलची इठी 2022 रु एपर्यंत हलानी 4 वर्ष 5 वर्ष हो गला आपण मानको दरमा ठीक बढ़िबो 3 गुण बढ़िबो अत ओडियांकर ठिकादारकर शेड्यूल ता प्रति वर्ष बढ़िया कथा ताको बढ़िबो बढ़ेइबे ता धरे पर कहबे 30% 40% लेस रे काम करो ए कोन उचित निष्पत्ति ए कोन उचित मानसिकता तेणु आपण मान माध्यम गणमाध्यम आम सरकार तांको भी चेतावनी दउचु एवं आपण मान कहूँ आपण मान गणमाध्यम एक दृढ़ भाव प्रचार करतु ओडिया जाति की न्याय मिलू आज जो आम बसीचु ये आम बसीनु आम ओडिया जाति बसीचु ओडिया जाति आज विपर्यस्त କିଛି ଜିନିଷ ରହିଥିଲା ଯୋଉଟାକରେ ଭୁଲ ହେଲା ଯୋଉଟାକ ସଂଶୋଧନ ଆବଶ୍ୟକତା ଥିଲା ସେଗୁଡିକର ସଂଶୋଧନ କରାଗଲା ତାହେଲେ ଏଇ ଯୋଉ ସଂଶୋଧନ ହବାଟା କଣ ଏଟା ସରକାରଙ୍କର ଭୁଲ ଥିଲା आपण भी ମାନେ ଏଟା अभाव ଯାହା ମନ୍ତ୍ରୀ କହୁଛନ୍ତି अवास्तव कथबार्ता ଯାହା कहते ମନ୍ତ୍ରୀ କହିଛନ୍ତି मंत्री कौन कहते सेटा किसी वास्तवता नुहे मंत्री जहाँ कहते से वास्तवता नुहे अवास्तव कथबार्ता करते मंत्री ତାହେଲେ मंत्री मानसिकता दुर्बलता अच्छी उपयुक्त ये नहीं तथ्य नहीं